ନେଇକି ଆସିଥିଲେ ଏଇଟା କଣ ସତ? ହଁ ଏଇଟା ସତ। ଏଇଟା ମନୋଜ ସାରଙ୍କ ବେଡରୁମ୍ ଆଣିଛି ଫୁଲ। ଜଣେ ମନା କରିଛି, ମୁଁ ଜବରଦସ୍ତି 2 ଦଫା ଆଣିଛି। ଆଗରୁ 2 ଥର କହିକି ତାଙ୍କୁ ଆଣିଥିଲି 2 ଥର। ତାପରେ ଏଇ ପହର ଦିନ ଯାଇକି ମୁଁ 4ଟା ବେଳେ ମୁଁ କହିନି, ସେ ଜଣେ ମନା କଲା, ଜଣେ କହିଲା ହଁ। ମୁଁ ସେଇଠୁ ଜବରଦସ୍ତି 2 ଦଫା ଫୁଲ ନେଇକି ଆସିଛି। ମୁଁ ଏଇ ଯୋଉ ଫୁଲ ନେଇକି ଆସୁଛନ୍ତି ବିକ୍ରି କରିବା ପାଇଁ ନା କଣ କରିବା? ନା ବାବା, ମୋ ପେଟ ପାଇଁ ମୁଁ ଆଣୁନି। ମୁଁ ଏ ଜଗାଙ୍କ ପାଇଁ ଆଣୁଛି। ଜଗନ୍ନାଥ ବଳଭଦ୍ର ସୁଭଦ୍ରାର ଡେଲି ସେବା କରୁଛି ବସିକି। ସକାଳ 6ରୁ ରାତି 9, 10 ପର୍ଯ୍ୟନ୍ତ ମୁଁ ତାଙ୍କ ସେବାରେ ରହିଛି। ଫୁଲ ହାର ଗୁନ୍ଥିକି ଦିଏ, ସବୁ ତାଙ୍କ ହାର ଗୁନ୍ଥିକି ଦିଏ। ତାଙ୍କ ମଣି ମଥାରେ ନାକରେ ନୁଥ, ହାତରେ ବୋଳା ସବୁ ମୁଁ କରିକି ଦିଏ। ଆପଣ ଏଇ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଯୋଉ ସବୁ କାମ କରୁଥିଲେ, ଆଜି ଆପଣଙ୍କୁ ଘୃଣା କରୁଛନ୍ତି? ଆଜି ମତେ ଘୃଣା କରୁଛନ୍ତି। ମୁଁ ତ ଜାଣିନି, ମୂର୍ଖ ଲୋକ କଣ ତାଙ୍କର ଭିଡିଓ କ୍ୟାମେରା କରୁଛନ୍ତି, କଣ କରୁଛନ୍ତି ମୁଁ ଜାଣିନି। ମୁଁ 5 ଜଣ କତରୁ ଶୁଣୁଛି, ସମସ୍ତେ କହୁଛନ୍ତି ତୁ କଣ ଫୁଲ ଚୋରି କରୁଥିଲୁ, ତୁ କଣ ଫୁଲ ଚୋରି କରୁଥିଲୁ। ମୁଁ ଫୁଲ ଚୋରି କରିଥିଲି ମୋ ପେଟ ପାଇଁ, ମୁଁ ଏ ଜଗା ପାଇଁ ଚୋରି କରିଥିଲି। ସିଧା ଆସିକି ମାନେ ନା କାହାକୁ ଡାକିଛନ୍ତି, କିଛି କରିଛନ୍ତି, ସିଧା କଣ୍ଟିନ୍ୟୁସଲି ଆସିକି ଗେଟ୍ ଖୋଲିଛନ୍ତି, ଗେଟ୍ ଖୋଲି ଫୁଲ ତୋଳିବା ବାସ୍ ଆରମ୍ଭ କରିଦେଇଛନ୍ତି। ମାଉସୀ ଜଣକ ଫୁଲ ଚୋରି କରିଛନ୍ତି ଅନ୍ୟ ଜଣକ ବାରିରୁ। ଯାହା ବାରିରୁ ଫୁଲ ଚୋରି ଯାଇଛି ସିଏ ତାଙ୍କର ଭିଡିଓ ସୁଟ୍ କରିଛନ୍ତି ଏବଂ ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଇଟା ସୋସିଆଲ ମିଡିଆର ମିସୟୁଜ୍ ବୋଲି କୁହାଯିବ। ଜଣେ ବୟସ୍କ ମହିଳା ହୁଅନ୍ତୁ ବା କମ୍ ବୟସର ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଫୁଲ 2ଟା ଚୋରି କରିଛନ୍ତି। ଚୋରି କରିବା ଠିକ୍ ଜିନିଷ ନୁହେଁ, କିନ୍ତୁ ଏଠି ସିଏ କେବଳ ଫୁଲ ନେଇଛନ୍ତି। ତାଙ୍କର ବୟସ ଦେଖିକି ଏବଂ ସେ ଜଣେ ମହିଳା, ତାଙ୍କୁ କ୍ଷମା କରିଦେବା ଉଚିତ। ଯଦି କ୍ଷମା ନ କରୁଛନ୍ତି ତାହେଲେ ସିଧାସଳଖ ତାଙ୍କ ସହିତ ଯାଇକି କଥା ହେଇଥାନ୍ତି କି ମାଉସୀ ଆପଣ ଏମିତି କରନ୍ତୁ ନାହିଁ, ଆମ ବାରିରୁ ଆପଣ ଫୁଲ ନେଇଯିବା ଦ୍ୱାରା ଆମେ ଠାକୁରଙ୍କୁ ପୂଜା କରିପାରୁନୁ। କିନ୍ତୁ ଏମିତି ସୋସିଆଲ ମିଡିଆର ମିସୟୁଜ୍ କରିକି ତାଙ୍କୁ ଅପମାନିତ କରିବା, ଏହା ବିଲକୁଲ ବି ଉଚିତ ନଥିଲା। ଏହା ଏକ ପ୍ରକାର ପାପ ମଧ୍ୟ। ଜଣକ ଆଖିରେ ଲୁହ ଦେଇକି ଆପଣ କୋଉ ଧର୍ମ ଉପାର୍ଜନ କରିପାରିବେ? କେବେ ବି ଭଗବାନ କହିନାହାନ୍ତି କି ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଯିଏକି ଏତେ ବଡ଼ ଜଘନ୍ୟ କାମ କିଛି କରିନାହାନ୍ତି, ଫୁଲ 2ଟା ଠାକୁରଙ୍କ ପାଇଁ ନେଇଛନ୍ତି, ସେ ବି ତାଙ୍କୁ ଭିଡିଓରେ ପଚାରୁଛନ୍ତି କି ଫୁଲ ଆପଣ ନେଇକି କଣ ବିକ୍ରି କରୁଛନ୍ତି? ସେ ଯଦି ବିକ୍ରି ବି କରୁଥାନ୍ତି ତାହେଲେ ସେଥିରେ ବି ଆପଣଙ୍କର ହିଁ ଲାଭ, କାହିଁକି ନା ଆପଣଙ୍କ ବାଡ଼ିରୁ ଫୁଲ ନେଇକି ଜଣେ ଲୋକ ନିଜର ପେଟ ପୋଷି ପାରୁଛି। ଯଦି ଅନ୍ୟ ବ୍ୟକ୍ତିର ପରିବାର ଆମେ ଚଳେଇ ପାରୁଛେ ତାହେଲେ ତାଠାରୁ ବଡ଼ ଜିନିଷ ଆଉ କଣ? କିଛି ନାହିଁ। ମଣିଷ ଜନ୍ମ ଆମେ ନେଇଛେ, ଆମେ ଯଦି ଅନ୍ୟର କାମରେ ନ ଆସିଲେ ତାହେଲେ ଆମର ଜନ୍ମ କଣ ବୃଥା ନା କଣ ସାର୍ଥକ ହେଇପାରିବ କେବେ? ଏମିତି ମାଉସୀଙ୍କୁ ଅପମାନିତ କରିବା, ତାଙ୍କ ଭିଡିଓ ଭାଇରାଲ କରିବା ବିଲକୁଲ ଉଚିତ ହେଲାନି। ବାଡ଼ିରୁ ଚୋରି ହେବା ଏସବୁ ନୂଆ ଘଟଣା ନୁହେଁ। କିଛି ଲୋକଙ୍କର ଏସବୁ ପୁରୁଣା ଅଭ୍ୟାସ ରହିଛି, ସେମାନେ ଏସବୁ କରନ୍ତି। ଆମର ବି ବାରି ଅଛି, ଗୁଆ ନଡ଼ିଆ ଗଛ ଲାଗିଛି, ଗୁଆ ଚୋରି ହୁଏ, ନଡ଼ିଆ ଚୋରି ହୁଏ। ଏମିତିକି ଆମର 3ଟା ଫ୍ଲୋର, ଯେହେତୁ ତଳ ଗ୍ରାଉଣ୍ଡ ଫ୍ଲୋରରୁ ବୃନ୍ଦାବତୀଙ୍କ ପାଖରୁ ଦୀପ ବି ଚୋରି ହେଇଯାଏ। ପିତ୍ତଳ ଦୀପ, ଆମେ ଠାକୁରଙ୍କ ପାଖରେ ଦୀପ ଦେଲେ ଦୀପ ବି ମିଳେ ନାହିଁ। ତ ଏମିତି ପରିସ୍ଥିତି ପାଇଁ ଆମେ ବାଧ୍ୟ ହେଇକି ଛାତ ଉପରେ ଚଉରା ତିଆରି କରିଲୁ, ସେଠି ପୂଜା କରୁଛୁ। ତା ସହିତ ଯୋଉ ଗୁଆ ଚୋରି ହେଇଯାଏ ସେ ସବୁ ବିଷୟରେ ଆମେ ଧ୍ୟାନ ଦେଇନଥାଉ। ଯେତିକି ଗୁଆ ଗଛରେ ଥାଏ ଆମେ ପାରିକି ସେତିକି ଆଣିକି ପୂଜାରେ ଲଗେଇଥାଉ। ଆମର ଘର ଚାରିପଟ ଯାକ ଆମେ ସିସିଟିଭି କ୍ୟାମେରା ବି ଲଗେଇଛୁ। ତାପରେ ବି ଆମେ କାହାକୁ ବ୍ଲେମ୍ କରିବା ପାଇଁ କେବେ ଚେଷ୍ଟା କରିନଥାଉ। ଲୋକ ଚୋରି କରନ୍ତି ଆମେ ଦେଖିଛୁ। ଯଦି ଅତି ଅଧିକ ସେମିତି ଖରାପ ପରିସ୍ଥିତି ହେଲା ଆମେ ସିଧାସଳଖ ତାଙ୍କ ସହିତ କଥା ହେଇଥାଉ। କିନ୍ତୁ ଯିଏ ବୟସ୍କ ଲୋକ ତାଙ୍କୁ ମଧ୍ୟ ଆମେ ସିଧାସଳଖ କିଛି କହିନଥାଉ, କାହିଁକିନା ସେମିତି କହିବା ଦ୍ୱାରା ତାଙ୍କୁ ବହୁତ ଖରାପ ଲାଗିବ। ସେ ନିଶ୍ଚୟ କାନ୍ଦିବେ। ଆମ ଦ୍ୱାରା କେହି କାନ୍ଦୁ ଆମେ କେବେ ବି ଚାହିଁନଥାଉ। ଏ ଭିଡିଓ ଦେଖିକି ଆମକୁ କଷ୍ଟ ଲାଗିଲା। ସିଏ ତାଙ୍କ ପରିବାର ସାମ୍ନାରେ ବା ବାହାର ଲୋକଙ୍କ ସାମ୍ନାରେ ମୁଣ୍ଡ ଟେକି ବାଟ ଚାଲିପାରିବେ ନାହିଁ। ଏତେ ରାଗିକି ସାଙ୍ଗେ ସାଙ୍ଗେ ଆପଣ କୌଣସି ପଦକ୍ଷେପ ନେବା ଉଚିତ ହେଲା ନାହିଁ। ସମୟ ଦେଇଥାନ୍ତେ, ଅପେକ୍ଷା କରିଥାନ୍ତେ, ଗୋଟେ ଥର କଥା ହେଇଥାନ୍ତେ। ଯିଏ ଭୁଲ କରିଛନ୍ତି ସେ ନିଶ୍ଚୟ ଅନୁତାପ କରିବେ। ଯଦି ଅନୁତାପ ନ କରୁଛନ୍ତି ତାହେଲେ ତାଙ୍କ ଭୁଲ କର୍ମର ଫଳ ସିଏ ପାଇବେ। କିନ୍ତୁ ଏଠି ଆପଣ ନିଜେ ଭୁଲ କରି ବସିଲେ। ଆପଣ ଯେଉଁଭଳି ଭାବରେ ତାଙ୍କୁ ସମାଜ ସାମ୍ନାରେ ଅପମାନିତ କରିଲେ, କାହାର ପରିବାରର, କାହାର ଇଜ୍ଜତର ଆପଣ ଧ୍ୟାନ ରଖନ୍ତୁ। କାହିଁକି ନା ଆପଣଙ୍କର ନିଜର ପରିବାର ରହିଛି, ଆପଣଙ୍କର ନିଜର ଇଜ୍ଜତ ରହିଛି। ଯିଏ ଇଜ୍ଜତହୀନ ବ୍ୟକ୍ତି, ଯାହାର ନିଜର ଇଜ୍ଜତ ନଥାଏ, ସେ ଅନ୍ୟର ଇଜ୍ଜତର
ख्याल रखे नाही। तेणु आपण टिके ध्यान रखंतु कि सी जणी महिला सी यदि आज आत्महत्या करी बसिबे ए कष्टटा से संभाली पारिबे नाही ताले जनक मृत्युर कारण आपण हेबे। केही काहाकू बलात्कार करूची, केही काहाकू मारी दउची, जीवनरू हानि दउची, मारी दउची, काटी दउची, किछि बहुत बड़ जघन्य कथा हेउची। से समय आपण ई जो सोशल मीडिया ए मोबाइल कैमेरा ए सब जिंसर व्यवहार करंतु। ए सब जिंस शूट करबा द्वारा सोशल मीडिया रो आपण मिसयूज न करी कि आपण भलो बाटरे तार यूज करले बोली कहै जिवो। काहे कि आपण प्रमाण रखिले कि एमिति किछि दुष्कर्म हेउथला, खराब काम हेउथला, आमे तार शूट करके वीडियो रखीचु। ये गोटे छोट काम, बहुत छोट काम, फूल टिके नहीं जाइचंती तो ठाकुरंको पाई नैचंती तो एते कंदेइले माउसी को बिल्कुल भल लागिला नाही, बिल्कुल उचित लागिला नाही। आम भितरे मानविकता धीरे धीरे मरी जाउची। एहा हमकु बहुत कष्ट देला, बहुत पीड़ा देला। एमिति जो भौणी करिसंती आमे जाननु तांको पाखरे आम वीडियो पहुंची परिबो कि नाही। जदि भी पहुंचबो देखंतु भौणी बड़ बा सान आमे जानिनु, केवल आपनकर शुभचिंतक भाबरे आमे आपनको बुझौचु। एहा उचित होला नाही, एहा कलिर प्रभाव। तेणु सुधुरी जातु। रहुचु। जय श्री जगन्नाथ।